ସ୍ୱାଧୀନତା ଦିବସରେ ଅନୁଭବକୁ ଦେଖି କାନ୍ଦିଲେ ବର୍ଷା। ଦର୍ଶକ ବନ୍ଧୁ, ଆଜି ଭଳି ଏକ ପବିତ୍ର ଦିନ 20 ଅଗଷ୍ଟ 15 ପୁଣି ଥରେ ଏକାଠି କାଳେ ଦେଖା ହୋଇଛନ୍ତି ଗୋଟିଏ ଜାଗାରେ ଓଲିଉଡ୍ ସୁପରଷ୍ଟାର ଅଭିନେତା ଅନୁପ ମହାନ୍ତି, ଓଲିଉଡ୍ ଚୁଲବୁଲ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ହେଲେ ଏତେ ପାଖରୁ ହଠାତ୍ ଗୋଟେ ବର୍ଷା ପ୍ରିୟଦର୍ଶିନୀ ନିଜ ପୂର୍ବ ସ୍ୱାମୀ ଅଭିନେତା ଅନୁପ ମହାନ୍ତିକୁ ଦେଖିକରି ଭାବ ସହି ପାରିନାହାନ୍ତି, ଆଉ ସେ ଭାବଳ ହୋଇପଡ଼ିଥିବାର ସୂଚନା ଅଛି। ଦର୍ଶକ ବନ୍ଧୁ, ଆଜି ଭଳି ଏକ ବଡ଼ ଦିନ, ପବିତ୍ର ଦିନ, ଅଗଷ୍ଟ 15 ଅବସରରେ ସାମନାସାମନି ବର୍ଷା ପ୍ରିୟଦର୍ଶିନୀ ଅଭିନେତା ଅନୁପ ମହାନ୍ତି ଦେଖିବା ପରେ କାନ୍ଦି ଉଠିଥିବାର ସୂଚନା ଅଛି। କାହିଁକିନା ତାଙ୍କ ମନେ ପଡ଼ିଛି ସେ ପୁରୁଣା କଥା ଆଉ ପୁରୁଣା ସ୍ମୃତି, ଯେତେବେଳେ ବର୍ଷା ଅନୁଭବ ଏକାଠି ରହୁଥିଲେ, ସେମାନେ ମିଶିକରି ପାଳୁଥିଲେ ଏଇ ଅଗଷ୍ଟ 15 ଦିନଟିକୁ। ତେଣୁ ସେ ପୁରୁଣା ଦିନ କଥା ମନେ ପକାଇ ଏବେ ଗୋଟେ ବର୍ଷାଙ୍କ ଆଖିରେ ଆସିଛି ଲୁହ। ଆପଣମାନେ କହି ରଖୁଛୁ କି କଟକରେ ଉଭୟ ରହୁଥିଲେ ବର୍ଷା ଆଉ ଅନୁଭବ, ଉଭୟ ମିଶିକରି ଗୋଟିଏ ଜାଗାରେ ତ୍ରିରଙ୍ଗା ଉଡ଼େଇଛନ୍ତି ଆଉ ସ୍ୱାଧୀନତା ଦିବସ କରିଛନ୍ତି ପାଳନ। ଏହି ପରିପ୍ରେକ୍ଷୀରେ ହଠାତ୍ ଅନେକ ଦିନ ପରେ ଜାଗୃତି ଶୁକ୍ଲା ସହିତ ଅଭିନେତା ଅନୁପ ମହାନ୍ତିକୁ ପାଖରୁ ଦେଖିକରି କାନ୍ଦି ପକାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।